ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନାଞ୍ଚଳରେ 31 ଟିକିଆ ହାତୀପଲ ପଶି ଏକର ଏକର ପାଚିଲା ଧାନ ଫସଲକୁ ନଷ୍ଟ କରିବା ସହିତ ଚାଷୀମାନଙ୍କ ବାଡ଼ି ବଗିଚାରେ ହୋଇଥିବା ପନିପରିବାକୁ ପାଦରେ ଦଳି ଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ପୂର୍ବରୁ ହାତୀମାନେ ଉଖୁଣ୍ଡା ବନାଞ୍ଚଳରେ ରହିଥିଲେ। ଗତକାଲି ରାତିରେ ହାତୀପଲ ବାରିଆ, ବଡଡୁମୁରିଆ, ଅସନପାଟ ଗ୍ରାମର 30ରୁ ଊର୍ଦ୍ଧ୍ୱ ଚାଷୀଙ୍କ ପାଚିଲା ଧାନ କିଆରିରେ ପଶି ପାଚିଲା ଧାନକୁ ଖାଇବା ସହିତ ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ହାତୀମାନେ ଧାନ ଫସଲ ସହିତ ପନିପରିବା ଚାଷକୁ ମଧ୍ୟ ନଷ୍ଟ କରିଥିବାରୁ ଚିନ୍ତାରେ ଚାଷୀ। ଚାଷୀମାନେ ହାତ ଉଦ୍ଧାର କରି ଧାନ ଚାଷ କରିଛନ୍ତି, କିନ୍ତୁ ହାତୀମାନେ ଧାନ ଫସଲକୁ ନଷ୍ଟ କରିଥିବାରୁ ବର୍ତ୍ତମାନ ଋଣ କିପରି ପରିଶୋଧ କରିବୁ ବୋଲି ଚାଷୀ ମାନି ମୁଣ୍ଡାଙ୍କ ସମେତ ଗୁରୁଚରଣ ନାୟକ, ବୈଲୋଚନ ନାୟକ, ପୀତାମ୍ବର ନାୟକ, ଶ୍ୟାମସୁନ୍ଦର ନାୟକ, ଚତୁର୍ଭୁଜ ନାୟକ, ଇନ୍ଦ୍ରମଣି ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବନ ବିଭାଗ ଚିହ୍ନଟ କରି କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନଙ୍କ ତରଫରୁ ଦାବି ହେଉଛି। ମୁଁ ଶ୍ରୀ ଅର୍ଜୁନ ଚରଣ ନାୟକ, ଅସନପାଟ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ। ମୁଁ ତ ମୋର ବ୍ୟକ୍ତିଗତ ହିସାବରେ ମୋର ଧାନ ପ୍ରାୟ 1.5 ଏକର ପାଖାପାଖି ନଷ୍ଟ କରିଛନ୍ତି ଏବଂ ମୁଁ এই ଧାନ ଗୁଡ଼ିକ କିଣିକି ଆଣିଥିଲି। ଆଣିବା ଦ୍ୱାରା ମୋର ଏଠି କିଛି ଖର୍ଚ୍ଚ ମଧ୍ୟ ହେଇଛି, ପରିଶ୍ରମ ଦ୍ୱାରା ବି କିଛି ଖର୍ଚ୍ଚ ହେଇଛି, ଯାହାଫଳରେ କି ସୁନାର ସଂସାରକୁ ଏ ହାତୀମାନେ 31 ଟିକିଆ ହାତୀ ଦଳ ଆସି ଏଠି ମାଡ଼ି ଦଳି ଚକଟି ନଷ୍ଟ କରିଛନ୍ତି। ବିପନ୍ନଙ୍କର 1 ଏକର ଜାଗା ଖାଇ ଦେଇଛନ୍ତି। ତ ଏଣୁ ସରକାରକୁ କହୁଛି ଯଦି କିଛି ସାହାଯ୍ୟ କରିବେ ତାହେଲେ ମୁଁ ଉପକୃତ ହୋଇପାରେ। ଆମେ ଯେତେ ଭଲ କି ଜାଣିନୁ, ତଥାପି ଜଣାଶୁଣା ଅନୁସାରେ ମୟୂରଭଞ୍ଜ ପଟୁ ଆସିଲେ ବୋଲି ଆମେ ଯାହା ଅନୁମାନ କଲୁ, କିନ୍ତୁ ରାତିରେ ଆସିଲେ ତ ଧାଡ଼ି ହେଲାନି କୋପଟୁ ଆସିଲେ। ପାଖାପାଖି 1 ଏକର ଉପରେ ହେବ, ତଥାପି 1 ଏକର ଆମେ ଧରୁଛୁ, କାହିଁକିନା ଆଉ ହଠାତ୍ ଏପର୍ଯ୍ୟନ୍ତ କିଛି ହେଇନି, ହେଲେ ତଥା ଅନୁମାନ କରୁଛୁ 1 ଏକର। ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।